ଆଜିର ବଡ଼ ଖବର ହେଉଛି ବଦଳିବ ମିଶନ ଶକ୍ତି ଢାଞ୍ଚା। ପ୍ରତି ଘରର ମହିଳା ହେବେ ସାମିଲ। ମିଶନ ଶକ୍ତି ଢାଞ୍ଚାରେ କରାଯିବ ପରିବର୍ତ୍ତନ। ପ୍ରତି ପରିବାରଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ାଯିବ। ପୂର୍ବରୁ ପ୍ରତି ପରିବାରକୁ ଯୋଡ଼ିବାକୁ କେନ୍ଦ୍ର ସରକାର କହିଥିଲେ, ହେଲେ ପୂର୍ବ ସରକାରରେ ବହୁତ ପରିବାରଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମହିଳାଙ୍କୁ ବାହାର କରିଦେଇଛି। ଏବେ ମିଶନ ଶକ୍ତି ବିଭାଗ ସବୁ ଘରକୁ ଗ୍ରୁପ ସହ ଯୋଡ଼ିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ବୋଲି ଜଣାପଡ଼ିଛି। ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କ ଗ୍ରୁପ ସହ ଯୋଡ଼ିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ମହଙ୍ଗା ହେଲା ରୋଷେଇ ଗ୍ୟାସ୍, ପ୍ରତି ସିଲିଣ୍ଡର ପିଛା 50 ଟଙ୍କା ବୃଦ୍ଧି। ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦାମ 50 ଟଙ୍କା ବଢ଼ିଲା। ଏଣିକି ସିଲିଣ୍ଡର 803 ଟଙ୍କା ବଦଳରେ 853 ଟଙ୍କାରେ ମିଳିବ। ଉଜ୍ଜ୍ୱଳା ଯୋଜନା ଉପଭୋଗ କରୁଥିବା ଲୋକଙ୍କୁ ଏବଂ ଉଜ୍ଜ୍ୱଳା ଯୋଜନା ସେବା ପାଉନଥିବା ଉଭୟ ବର୍ଗଙ୍କୁ 50 ଟଙ୍କା ବୃଦ୍ଧିରେ ଏଲ୍ପିଜି ସିଲିଣ୍ଡର କିଣିବାକୁ ପଡ଼ିବ। ଉଜ୍ଜ୍ୱଳା ଉପଭୋକ୍ତା 500 ଟଙ୍କାରେ ସିଲିଣ୍ଡର କିଣୁଥିବା ବେଳେ ସେମାନଙ୍କୁ ଏବେ 550 ଟଙ୍କା ଦେବାକୁ ପଡ଼ିବ। 2-3 ସପ୍ତାହ କିମ୍ବା 1 ମାସ ଭିତରେ ପୁଣି ଏଲ୍ପିଜି ଗ୍ୟାସ୍ ଦରକୁ ନେଇ ରିଭ୍ୟୁ କରାଯିବ ବୋଲି ସୂଚନା ଦେଇଛନ୍ତି ୟୁନିୟନ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ। ଏବେ ବଡ଼ ଖବର, ଗୁଗଲ ଡିପ୍ ମାଇଣ୍ଡର ଚାଞ୍ଚଲ୍ୟକର ରିପୋର୍ଟ। 2030 ସୁଦ୍ଧା ମାନବ ଜାତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ ଏଆଇ। ଚାଞ୍ଚଲ୍ୟକର ରିପୋର୍ଟ ଦେଲା ଗୁଗଲ 2030 ସୁଦ୍ଧା ମାନବ ଜାତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ ଏଆଇ। ଏଭଳି ସାଂଘାତିକ ଭବିଷ୍ୟତବାଣୀ କରିଛି ଗୁଗଲ ଡିପ୍ ମାଇଣ୍ଡର। ମାନବ ସ୍ତରୀୟ କୃତ୍ରିମ ବୁଦ୍ଧିମତ୍ତା ଅର୍ଥାତ୍ ଯାହା କୃତ୍ରିମ ସାଧାରଣ ବୁଦ୍ଧିମତ୍ତା ଭାବେ ଲୋକପ୍ରିୟ। 2030 ସୁଦ୍ଧା ଏହା ମାନବ ଜାତିକୁ ନଷ୍ଟ କରିପାରେ ବୋଲି ଗୁଗଲ ଡିପ୍ ମାଇଣ୍ଡର ଏକ ନୂତନ ଗବେଷଣା ଜାରି କରିଛି। ଏଆଇ ବିଶାଳ ପ୍ରଭାବରୁ ଦୃଷ୍ଟିରେ ରଖି ଗବେଷଣାରେ କୁହାଯାଇଛି ଯେ ଏହା ଭବିଷ୍ୟତରେ ଗୁରୁତର କ୍ଷତିର ସମ୍ଭାବ୍ୟ ବିପଦ ସୃଷ୍ଟି କରିପାରେ। କହି ରଖିବୁ କି ଡିପ୍ ମାଇଣ୍ଡର ସହ ପ୍ରତିଷ୍ଠାତା ସେନ୍ ଲେକ୍ କହିଛନ୍ତି ଯେ ଏଆଇ ପାଇଁ ମାନବ ଜାତିର ବିଲୁପ୍ତ ହୋଇପାରେ। ଶିକ୍ଷକମାନଙ୍କ ପାଇଁ ବଡ଼ ଖବର, ଚାକିରି ହରାଇଥିବା ଶିକ୍ଷକଙ୍କୁ ଭେଟିଲେ ସିଏମ୍ ମମତା ବାନାର୍ଜୀ, ଦେଲେ ନିର୍ଭର ପ୍ରତିଶ୍ରୁତି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଉପରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଦୁଃଖ ପ୍ରକାଶ କରିଛନ୍ତି ମମତା ବାନାର୍ଜୀ। ସୁପ୍ରିମକୋର୍ଟ ଗୁରୁବାର ରାଜ୍ୟର 25,753 ଜଣ ଶିକ୍ଷକ ଏବଂ କର୍ମଚାରୀଙ୍କ ନିଯୁକ୍ତିକୁ ରୁଦ୍ଧ କରିଥିଲେ। ଏହା ସହିତ ସୁପ୍ରିମକୋର୍ଟ ସେହି ପ୍ରାର୍ଥନାମାନଙ୍କରେ ଦରମା ଫେରାଇବାକୁ ମଧ୍ୟ କହିଥିଲେ ଯେଉଁମାନଙ୍କର ନିଯୁକ୍ତିକୁ ଜାଲିଆତି ବୋଲି ବିବେଚନା କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଡ଼ା ସମାଲୋଚନା କରିଛନ୍ତି। ମମତା କହିଛନ୍ତି ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି କୌଣସି ଯୋଗ୍ୟ ଶିକ୍ଷକ ତାଙ୍କ ଚାକିରି ହରାଇବେ ନାହିଁ। ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ। ଆସନ୍ତା 22 ଏବଂ 23 ତାରିଖରେ ଏହି 1,70,000 ହିତାଧାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ। ତୃତୀୟ କିସ୍ତି ପରେ ଯେଉଁମାନେ 21 ବର୍ଷ ହୋଇଥିବ ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ୍ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା କହିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। 8 ତାରିଖ ଯାଏଁ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ପରବର୍ତ୍ତୀ 48 ଘଣ୍ଟା ଯାଏଁ ସାମାନ୍ୟ ଉତ୍ତର ଆଡ଼କୁ ଗତି କରିବ ଲଘୁଚାପ। ଏହାର ପ୍ରଭାବରେ 9 ତାରିଖରୁ ଆରମ୍ଭ ହେବ ବର୍ଷା। ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ଜାରି ହେଲା ଆଲର୍ଟ। ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଟ୍ରମ୍ପ ଟାରିଫ୍ ଆଟାକ୍ ପରେ ଦୋହଲି ଯାଇଛି ବିଶ୍ୱର ଅର୍ଥନୀତି। ୱାଲ୍ ଷ୍ଟ୍ରିଟ୍ ଠାରୁ ଆରମ୍ଭ କରି ଭାରତୀୟ ସେୟାର ମାର୍କେଟରେ କମ୍ପନ। ଭୁଷୁଡ଼ି ପଡ଼ିଛି ନିବେଶଙ୍କ ନିବେଶ। ମାତ୍ର କିଛି ସମୟରେ ବୁଡ଼ିଯାଇଛି କୋଟି କୋଟି ଟଙ୍କା। ତେବେ ମାର୍କେଟ କ୍ରାସ୍ ହେବା ପରେ
ସୁନା ଓ ରୂପା ଅଲଙ୍କାରରେ ବି ହ୍ରାସ ପାଇଛି। ଆଉ ନିବେଶଙ୍କ କ୍ଷତି ଭିତରେ ଆଶ୍ୱସ୍ତି ଆଣିଛି ସୁନା ଓ ରୂପାର ଦର। ଅଲଙ୍କାର ମୂଲ୍ୟ କମିବା ପରେ ଦେଶ ଓ ରାଜ୍ୟରେ ଜାରି ହୋଇଛି ନୂଆ ଦର। ପ୍ରତିଦିନ ସୁନା ଓ ରୂପାର ଦର ନିର୍ଦ୍ଧାରଣ କରାଯାଇଥାଏ। କେଉଁଦିନ ଦର କମିଥାଏ ତ କେଉଁଦିନ ବଢ଼ିଥାଏ, ଆଉ ପୁଣି କେବେ ସମାନ ରହିଥାଏ। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପ୍ରତି 87,991 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 90,380 ଟଙ୍କା ରହିଛି। ଓଡ଼ିଶାକୁ HCL ଟେକ୍ ଆସିବ ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀ ଇନଭେଷ୍ଟର ଟିମ୍ରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। HCL କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ଆସି ପୁରୀ ଜଗନ୍ନାଥ ଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। 3 ଦିନିଆ ଦିଲ୍ଲୀ ଗସ୍ତରେ ଆସି ପ୍ରଥମ ଦିନରେ ନୋଏଡା HCL ଟେକ୍ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବଢ଼ିବ ପେଟ୍ରୋଲ ଓ ଡିଜେଲର ଦର। ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। 2 ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି ନେଇ ସୂଚନା। ନୂତନ ଦାମ ଆଜି ରାତି 12ଟାରୁ ଲାଗୁ ହେବ। ଏପର୍ଯ୍ୟନ୍ତ ସରକାର ପେଟ୍ରୋଲ ଉପରେ 19 ଟଙ୍କା 90 ପଇସା ପ୍ରତି ଲିଟର ଓ ଡିଜେଲ ଉପରେ 15 ଟଙ୍କା 80 ପଇସା ପ୍ରତି ଲିଟର ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଥିଲେ। ଏହି ବୃଦ୍ଧି ପରେ ପେଟ୍ରୋଲ ଉପରେ 21 ଟଙ୍କା 90 ପଇସା ଏବଂ ଡିଜେଲ ଉପରେ 17 ଟଙ୍କା 80 ପଇସା ଏକ୍ସାଇଜ୍ ଡ୍ୟୁଟି ହେବ। ରାଜ୍ୟରେ ଦୁଇଫାଲ ହେଲାଣି ବିଜେଡି। ପାଣ୍ଡିଆନଙ୍କୁ ନବୀନ ନିବାସରୁ ଏବଂ ଓଡ଼ିଶାରୁ ହଟାଇବା ପାଇଁ ମେଲି ହେଉଛନ୍ତି ବରିଷ୍ଠ ଓ ଯୁବ ନେତା। ବିଜେଡି ହାରିବାର କାରଣ ଏବଂ ୱାକଫ୍ ବିଲ୍ ସସ୍ମିତାଙ୍କ ସମର୍ଥନ ପରେ ରାଜନୀତି ଏବେ ପଡ଼ୁଛି ଉଠୁଛି। ପାଣ୍ଡିଆନ ଷଡ଼ଯନ୍ତ୍ରକାରୀ ବୋଲି କିଛି ବିଜେଡି ନେତା କହୁଥିବା ବେଳେ ଆଉ କିଛି ସମର୍ଥନ ଜଣାଉଛନ୍ତି। ସସ୍ମିତଙ୍କ ଟ୍ୱିଟ୍ ପରେ ବିଜେଡିରେ କମ୍ପନ ସୃଷ୍ଟି ହେବା ଆରମ୍ଭ ହୋଇଥିବା ବେଳେ ସସ୍ମିତଙ୍କ ପଛରେ କିଏ ତାକୁ ସର୍ବସମ୍ମୁଖକୁ ଆଣିବା ପାଇଁ ଦଳର ସଭାପତିଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ। ସେପଟେ ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାନ୍।